ପାରିବାରିକ କଳହର କରୁଣ ପରିଣତି। ରକ୍ତର ସମ୍ପର୍କରେ ଲାଗିଲା ରକ୍ତର ଛିଟା। ନିଜ ଖୁଡ଼ିକୁ ଟାଙ୍ଗିଆରେ ନିର୍ମମ ଭାବରେ ହତ୍ୟା କଲା ପୁତୁରା। ଏଭଳି ହତ୍ୟାକାଣ୍ଡର ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା କୁତମୁଣ୍ଡା ଗ୍ରାମରୁ। ଅଭିଯୋଗ ଅନୁସାରେ କୁତମୁଣ୍ଡା ଗ୍ରାମର ଦଖନ ଧରୁଆ ଉତ୍ତରା ଧରୁଆଙ୍କ ପୁଅ ଝିଅ ନଥିବାରୁ ତାଙ୍କ ପୁତୁରା ଚିତ୍ର ଧରୁଆକୁ ସେମାନେ ପୋଷ୍ୟପୁତ୍ର କରି ରଖିଥିଲେ। ପୁଅଠୁ ବଳିକି ଦେଇଥିଲେ ସ୍ନେହ। ହେଲେ ପୁଅ ବଡ଼ ହେବା ପରେ ତାର ମା ଭଳି ଖୁଡ଼ି ସହ ତାର କଳହ ଲାଗି ରହିଥିଲା ଏବଂ ଏହି କଳହ ସମ୍ପର୍କୀୟ ଗ୍ରାମବାସୀଙ୍କ ଉପସ୍ଥିତିରେ ସମାଧାନ ମଧ୍ୟ ହୋଇଥିଲା। ହେଲେ ଆଜି ଅପରାହ୍ନ ପ୍ରାୟ 3ଟା ସମୟରେ ଉତ୍ତରା ଧରୁଆ ଓ ତାଙ୍କ ସ୍ୱାମୀ ଶୋଇଥିବା ବେଳେ ଏକ ଟାଙ୍ଗିଆରେ ଚିତ୍ର ଧରୁଆ ଅତର୍କିତ ଭାବରେ ତାର ଖୁଡ଼ି ଉତ୍ତରା ଧରୁଆକୁ ହାଣି ଦେଇଥିଲା। ସେପଟେ ଏଥିରେ ଉତ୍ତରା ଧରୁଆଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅଭିଯୁକ୍ତ ପୁତୁରା ଚିତ୍ର ଧରୁଆ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏହାର ଖବର ପୋଲିସ ପାଇବା ପରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଆଜି ରାତି ପ୍ରାୟ 7ଟା ସମୟରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେହିପରି ଅଭିଯୁକ୍ତ ଚିତ୍ର ଧରୁଆକୁ ପୋଲିସ ଧରିବାରେ ସଫଳ ହୋଇଥିବା ବେଳେ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୃତକଙ୍କ ସ୍ୱାମୀ ଦଖନ ଧରୁଆ। ଘଟଣା ଯେନ୍ତା କହୁଛେ ହେଟା ତ ଆଜ୍ଞା କେତେ ସତର୍କ କହିବେ କାଣ କିଛି ନି କାଣା ଆମେ ତ ଶୁଇଥିଲୁ ଦୁଇ ଜଣ ତାର ଖଡ଼ିନଟା ଥିଲା ମୋର ଖଡ଼ିନଟା ଥିଲା ମୁଠ ଥିଲା ତାର ମୁଠ ଥିଲା ସେ ନିର୍ଭର ଶୁଇଥିଲା ନ ମୁଁ ଏନ୍ତା ଝୁପ୍ ଶୁଇ ପଡ଼ିଯାଏ ସେଟା ଶୁଇ ପଡ଼ିଥିଲା ନ ଖଚ କଲା ଯେନ୍ତା ମୁଁ ଦେଖିପାରେ ମୁଠ କରି ହେଟା ତ ପୁଦେଇ ନେଇକରି ହାଡ଼କି ଘଟଣା ବେଲେ ସେଟା ସେ ଆଗର କଥା ଛାଡ଼ ଏନ୍ତା ଘଟଣା ବେଲେ ଆମେ ଗାଁ ତ ଗୋଲମାଲ ହେଇଥିଲା ଯେ ଏଟା ତୁମ ଶାନ୍ତି ଶୃଙ୍ଖଳାର ପରେ ତାର ମନେ କାଣ ରଖିଥିଲା ସେ କଥାକେ ବେଲେ ସେଟା ସେ ବୁଝବା ହେଟା କାଁଥି ମାରଲା ଯେ ଧରଲାକେ ତ ଉଡ଼ିଦେଲା ତାର ପଛ ପଛ ମୁଇଁ ନର୍ଦିମି ବୁଢ଼ା ଲୋକ ନର୍ଦି ପାରମି ତାର ସାଙ୍ଗେ ମୋର ପୁଅ ଚିତ୍ର ହଁ ଆଡ଼େ ତ ପଳାଲା କେ ଆଡ଼େ ଗଲା ମୁଁ ହେଲେ ଜାଣିବି କେ ଉଦୟ ନେଇଛେ 3 ବଜେ ପାକ୍ କେ ଗାଁଥି କେ ନି ବାହାରତେ ଆଗରୁ ନା ସାରା ଟୁଣା ଟୁଣା କୁଆ ବୁଲା ନି ହେସନ୍ ଗାଁ ହଁ ନାଇଁ ସେଟା ତାର ମନେ କାଣା ରଖିଛି ଯେ ହେଟା ସେ ଭଗବାନ ଜାଣବା ଟଙ୍ଗିଆତେ ମାରିଥିବା କି ତାବଲି ଦି ମାରିଥିବା ହେଟା ଧରଲା ତ ଏନ୍ତା ଛେପେକରି ଉଡ଼ିଦେଲା ସତ କଥା କହି ଦଉଛେ ଆଜି ମୋର୍ ସାଙ୍ଗେ କିଏ ନେଇଥେ ମୁଇଁ ଏକଲା ଥିନି ମୋର୍ ବୁଢ଼ୀ ଯେତେ ମାରିଦେଲା।